ଆପଣଙ୍କୁ ଲାଗୁଛି କି ଆପଣଙ୍କ ଉପରେ ଆପଣଙ୍କର କୁଳ ଦେବୀ କିମ୍ବା ଦେବତା ବହୁତ ରୁଷ୍ଟ କରିଛନ୍ତି? ଆପଣ ଚାହୁଁଛନ୍ତି ଆପଣଙ୍କର କୁଳ ଦେବାଦେବୀଙ୍କୁ ଆପଣଙ୍କ ପ୍ରତି ପ୍ରସନ୍ନ କରିବା ପାଇଁ? ତେବେ କ୍ଷୀରରେ ଏହି ଉପାୟଟିକୁ ନିହାତି କରନ୍ତୁ। ଯଦି ବି ଆପଣଙ୍କ ଉପରେ ଆପଣଙ୍କର କୁଳ ଦେବୀ କିମ୍ବା ଦେବତା ରୁଷ୍ଟ ହୋଇଛନ୍ତି, ଆପଣଙ୍କ ଉପରେ ରାଗିଛନ୍ତି, ତ କିପରି ଆପଣ ଆପଣଙ୍କର କୁଳ ଦେବୀ ଦେବତାଙ୍କୁ ପ୍ରସନ୍ନ କରାଇପାରିବେ, ଯାହା ଫଳରେ ଆପଣଙ୍କ ଘରେ କୁଳ ଦେବତାଙ୍କର 24 ଘଣ୍ଟାର ବାସ ହବ ଏବଂ ଆପଣଙ୍କର କୁଳ ଦେବୀ ଦେବତା ଆଶୀର୍ବାଦ ଆପଣଙ୍କ ଉପରେ ମିଳୁ। ତେବେ ଆଜିର ଭିଡ଼ିଓରେ ଆମେ ଜାଣିବା ଆମ କୁଳ ଦେବାଦେବୀ ପ୍ରାଚୀନ ପରମ୍ପରା ଅନୁସାରେ ଇଏ ଆମର କୁଳର ରକ୍ଷା ଦେବୀ ଅଟନ୍ତି। ପ୍ରତ୍ୟେକ କୁଳ ଦେବତା ଭଗବାନ ଶଙ୍କରଙ୍କର ଅଂଶ ହୋଇଥାନ୍ତି ଏବଂ ପ୍ରତ୍ୟେକ କୁଳ ଦେବୀ ମାତା ପାର୍ବତୀଙ୍କର ଅଂଶ ହୋଇଥାନ୍ତି। ଶକ୍ତିରେ କୌଣସି ପ୍ରକାର କମି ନଥାଏ ଆଉ ଏହି ଶକ୍ତିକୁ କେବେ ବି ଛୋଟ ଭାବିବା ଉଚିତ ନୁହେଁ। ଯଦି ଆପଣଙ୍କର କୁଳ ଦେବତା କିମ୍ବା କୁଳ ଦେବୀ ଆପଣଙ୍କ ଘରର ଦେବୀ ଦେବତା ଆପଣଙ୍କ ଉପରେ ରୁଷ୍ଟ ଥାନ୍ତି, ତ ଆପଣଙ୍କର କୌଣସି ବି ସାଧନା ସଫଳତା ହୋଇନଥାଏ। ସବୁବେଳେ ମନେ ରଖିବେ ଆପଣଙ୍କର କୁଳ ଦେବୀ ଦେବତାଙ୍କର ବାସ ଆପଣଙ୍କର ଘରର ମୁଖ୍ୟ ଦ୍ୱାରର ଚୌକାଠ ଉପରେ ହୋଇଥାଏ। ଆପଣଙ୍କର ମୁଖ୍ୟ ଗେଟ୍ ପାଖରେ ରହି ଆପଣଙ୍କ ପାଇଁ 24 ଘଣ୍ଟା ଆପଣଙ୍କ ଉପକାର କରିଥାନ୍ତି। ଯଦି କୁଳ ଦେବୀ ଦେବତା ଆପଣଙ୍କର ଉପକାର କରିଥାନ୍ତି, ତ କ'ଣ ଆପଣ ବି ତାଙ୍କର ଉପକାର କରିବା ଉଚିତ ନୁହେଁ? ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ତୁମେ ଦେବତାଙ୍କୁ ସେବା କର, ଦେବତା ତୁମର ହିଁ ଅବଶ୍ୟ ଉପକାର କରିବେ। ଆଜିର ଦୁନିଆରେ ପ୍ରତ୍ୟେକ ମଣିଷ ଯେତେ ଦୁଃଖରେ ଅଛନ୍ତି, ଯେତିକି କଷ୍ଟରେ ଅଛନ୍ତି, ଯେତିକି ଡିପ୍ରେସନରେ ରହୁଛନ୍ତି, କିନ୍ତୁ ପୂର୍ବ କାଳରେ ତ ମଣିଷ ଏମିତି ହୋଇନଥିଲା। କ'ଣ ପାଇଁ ହେଉନଥିଲା ନା, କାହିଁକି ନା ଆମେ ଆମର ଦାୟିତ୍ୱକୁ ବୁଝୁଥିଲୁ, ସମୟ ସମ୍ପୂର୍ଣ୍ଣ ଦାୟିତ୍ୱକୁ ପୁରା କରୁଥିଲୁ। ଯଜ୍ଞରେ ଏମିତି କେଉଁ ଦେବତା ନାହାନ୍ତି ଯେ ଦେବତାଙ୍କୁ ଆବାହନ କରାଯାଏ ନାହିଁ। ସମସ୍ତଙ୍କୁ ଆବାହନ କରାଯାଏ, ଭୋଗ ବି ଦିଆଯାଏ, ଆଉ ସେହି ଦେବତା ଆଶୀର୍ବାଦ ବି ଦେଇଥାନ୍ତି, ପ୍ରସନ୍ନ ବି ହୋଇଥାନ୍ତି, ଆମର ପ୍ରତ୍ୟେକ କଷ୍ଟକୁ ବି ଦୂର କରିଦେଇଥାନ୍ତି। ତ ଆପଣଙ୍କର ଯେଉଁ ଦେବାଦେବୀ ଅଛନ୍ତି ତାଙ୍କୁ ବି ଆପଣ ଖୁସି କରିବାକୁ ପଡ଼ିବ। ଆଉ କିପରି ଖୁସି କରିବେ ନା, କ୍ଷୀରର ଛିଟା ଆପଣ ସେହି ଜାଗା ଉପରେ ଲଗାଇଦେବେ। 24 ଘଣ୍ଟା କୁଳ ଦେବୀ ଦେବତାଙ୍କର ଆପଣଙ୍କ ଘରେ ରହିବେ। ଆପଣ ଏହି ଉପାୟକୁ ଶୁକ୍ରବାର ଠାରୁ ଆରମ୍ଭ କରିବେ। କିଛି କଞ୍ଚା କ୍ଷୀର ନେବେ। ଶୁକ୍ରବାର ଦିନ ସକାଳୁ ସ୍ନାନ ଆଦି ସାରି ଆପଣ ବସି ପଡ଼ିବେ। ଗୋଟିଏ ଗିନାରେ କଞ୍ଚା କ୍ଷୀର ନେବେ, ଆପଣଙ୍କ ସାମ୍ନାରେ ରଖିଦେବେ। ଭଲସେ ଧ୍ୟାନ ଦେଇ ଶୁଣନ୍ତୁ। ଆଉ ଥରେ କହୁଛି, ଆପଣ ଶୁକ୍ରବାର ଦିନ ସ୍ନାନ ଆଦି ସାରି ଆପଣ ଆପଣଙ୍କ ଘର ମାନେ ପୂଜା ଘରେ ବସି ପଡ଼ିବେ। ଏହାପରେ ଆପଣଙ୍କ ସାମ୍ନାରେ ଗୋଟିଏ ଗିନାରେ କିଛି କଞ୍ଚା କ୍ଷୀର ରଖି ବସିବେ। ସେହି କଞ୍ଚା କ୍ଷୀର ଗିନାରେ ଆପଣଙ୍କ ହାତର ଅନାମିକା ଆଙ୍ଗୁଳି, ଯାହାକୁ କହୁଛନ୍ତି ରିଙ୍ଗ ଫିଙ୍ଗର, ସେହି ଆଙ୍ଗୁଳିକୁ ସେହି ଗିନାରେ ବୁଡ଼ାଇ ଦେବେ ଏବଂ ସେହି ଆଙ୍ଗୁଳିକୁ କ୍ଷୀରର ଗିନାରୁ ଉଠାଇ ଆପଣଙ୍କ ପୂଜା ଘରକୁ ଛିଟା ମାରିବେ। ଏହା ସହ ମନ୍ତ୍ରଟି ଜପ କରିବେ, ଓମ୍ ଇଷ୍ଟ ଦେବାୟ ନମଃ। ଏହି ମନ୍ତ୍ରକୁ ଜପ କରି କ୍ଷୀରର ଛିଟା ମାରିବେ। ଦ୍ୱିତୀୟରେ, ଓମ୍ ମମ କୁଳ ଦେବାଭ୍ୟଂ ନମଃ। ଆପଣଙ୍କର କୁଳ ଦେବୀଙ୍କ ପାଇଁ ଛିଟା ମାରିବେ। ତ ଏତିକି କରିଦେବା ଦ୍ୱାରା ଆପଣଙ୍କର କୁଳ ଦେବୀ ଦେବତାଙ୍କ ପାଖରେ ପହଞ୍ଚିଯିବ। ଆପଣ ପୁଣି ତୃତୀୟ ଥର ସେହି ସେମ୍ ଆଙ୍ଗୁଠିକୁ ବୁଡ଼ାଇବେ। ଛିଟା ମାରିବା ବେଳେ କହିବେ, ଓମ୍ ସର୍ବଭ୍ୟଂ ଦେବଭ୍ୟଂ ନମଃ। ଏହି ମନ୍ତ୍ରର ଆପଣ ଜପ କରିବେ। ଆଉ ଏହି ମନ୍ତ୍ରର ଅର୍ଥ, ଆମେ ସବୁ ଦେବୀ ଦେବତାଙ୍କୁ ନମସ୍କାର କରୁଛେ ଏବଂ ତାଙ୍କୁ ଭୋଗ ପ୍ରଦାନ କରୁଛେ। ଏହି ମନ୍ତ୍ରକୁ ଆପଣ ଉଚ୍ଚାରଣ କରି ଛିଟା ମାରିବେ। ଏହାପରେ ଆପଣଙ୍କ ଘରର ସବୁ ଗୁରୁଜନଙ୍କୁ ପ୍ରଣାମ କରିବେ ଏବଂ ସେହି ବଳକା କ୍ଷୀରକୁ ଭୋଗ ଆକାରରେ ବା ପ୍ରସାଦ ଆକାରରେ ଟିକେ ଟିକେ ଦେଇଦେବେ। ବାସ୍ ଏତିକି କାମ, ବହୁତ ସହଜ କାମଟିଏ। ଆପଣ ନିହାତି ଆପଣଙ୍କର କୁଳ ଦେବୀ ଦେବତାଙ୍କ ପାଇଁ କରନ୍ତୁ। ଏହାପରେ ଆପଣ ସେହି ସେମ୍ ଆଙ୍ଗୁଠି ମାନେ ରିଙ୍ଗ ଫିଙ୍ଗରକୁ ଚତୁର୍ଥ ଥର ସେହି କ୍ଷୀରରେ ବୁଡ଼ାଇବେ ଏବଂ ସେହି ଆଙ୍ଗୁଳିକୁ କ୍ଷୀର ଗିନାରୁ କାଢ଼ି ସିଧା ଆପଣମାନଙ୍କ ମଥାରୁ, ମାନେ ମହିଳାମାନେ ଯେଉଁଠି ବିନ୍ଦି ଲଗାନ୍ତି, ଠିକ୍ ସେହି ଜାଗାରୁ ସିଧା ମଥା ଉପର ପର୍ଯ୍ୟନ୍ତ ସିଧାରେ ତିଳକ ପରି ରିଙ୍ଗ ଫିଙ୍ଗର ଆଙ୍ଗୁଠିକୁ ଲମ୍ବା କରି ଟାଣି ନେବେ। ତିଳକ ସଦୃଶ ଲଗାଇଦେବେ କଞ୍ଚା କ୍ଷୀରକୁ। ତିଳକ ଲଗାଇବା ସମୟରେ ଏହି ମନ୍ତ୍ରଟି ଜପ କରିବେ, ଓମ୍ ସନ୍ତାନ ସୁଖମ୍ ଧନମ୍ ଦେହି ଶ୍ରୀ କୁଳେନ୍ ଦେହି ନମୋ ନମଃ। ଆଉ ଯଦି ବି କ୍ଷୀର ବଳୁଛି ସେହି ଗିନାରେ, ତ ସେହି ଗିନା କ୍ଷୀରକୁ ଆପଣ ଚାହିଁଲେ ନିଜେ ଚାହା କରି ପିଇପାରିବେ, ନାହିଁ ତ ଆପଣମାନେ ଚାହିଁଲେ ନିଜେ ଖାଲି ସେମିତି ପିଇପାରିବେ। କିନ୍ତୁ ଧ୍ୟାନ ଦେବେ,
कंचा क्षीर को बेसी समय रखिबे नहीं कारण एथिरे बैक्टेरिया सृष्टि होई पारे। आपण चाहिए तो सही बड़का क्षीर को गरम करी पुणी परे यूज करि परिबे। तो आजिर भिडियो रे कुहा जाइथिबा एही उपाय को निहाती करंतु आपणकर रुष्ट होइथिबा देवी देवतांको निश्चिंत प्रसन्न करि परिबे। तो आशा करूची आजिर भिडियोटी आपण मानकु निहाती भाबरे पसंद आसीथिबो। जदि भिडियोटी आपनकु पसंद आसीथाय तेबे भिडियोटी को गोटे लाइक करी चैनल रे नुआ थिले चैनल को सब्सक्राइब करी भिडियोटी को अधिकरु अधिक मात्रा रे शेयर करंतु। कमेंट करिया को जमारे भी भूलंतु नहीं। हमरो एही कमेंट सेक्शन ने ओम नमो कुलदेवताय नमः निश्चय लिखंतु।